ଭୀଷ୍ମ କେବଳ ଜଣେ ଯୋଦ୍ଧା ନୁହନ୍ତି, ସେ ଥିଲେ ଏକ ଅଟଳ ପ୍ରତିଜ୍ଞାର ନାମ। ନିଜ ସ୍ୱପ୍ନକୁ ପିତାଙ୍କ ସୁଖ ପାଇଁ ଗଙ୍ଗା ଜଳରେ ବିସର୍ଜନ ଦେଇଥିବା ଏକ ଅଦ୍ଭୁତ ମଣିଷ। ସିଂହାସନ ତାଙ୍କୁ ଡାକିଥିଲା, କିନ୍ତୁ ସେ ବାଛିଥିଲେ ତ୍ୟାଗ। ସମୟର ଝଡ଼ ଭିତରେ ବରଗଛ ପରି ଅଚଳ ରହି ଦେଖୁଥିଲେ ହସ୍ତିନାପୁରର ଉତ୍ଥାନ ଓ ପତନ। ଧର୍ମକୁ ଜାଣିଥିଲେ, ଅଧର୍ମକୁ ଚିହ୍ନିଥିଲେ, ତଥାପି ପ୍ରତିଜ୍ଞାର ଶୃଙ୍ଖଳ ତାଙ୍କୁ ନୀରବ କରି ରଖିଥିଲା। ତୀରର ଶଯ୍ୟା ଉପରେ ଶୋଇ ସେ ମୃତ୍ୟୁକୁ ମଧ୍ୟ ଅପେକ୍ଷା କରିବାକୁ ଶିଖାଇଥିଲେ। ଭୀଷ୍ମ ମହାଭାରତର ଏକ ଚରିତ୍ର ନୁହେଁ, ତ୍ୟାଗ, କର୍ତ୍ତବ୍ୟ ଓ ସହନଶୀଳତାର ଏକ ଅନନ୍ତ ଅଧ୍ୟାୟ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଜଣେ ବ୍ୟକ୍ତି ଗୋଟିଏ କଠିନ ପାହାଡ଼ର ଶିଖରକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ପଛରୁ ଅନେକ ଲୋକ ଚିତ୍କାର କରି କହିଲେ, ଉପରକୁ ଯାଅନି, ଏହା ଅସମ୍ଭବ। ଆଜି ପର୍ଯ୍ୟନ୍ତ କେହି ସେଠାକୁ ଚଢ଼ି ପାରିନାହାନ୍ତି, ତୁମେ ମଧ୍ୟ ପାରିବ ନାହିଁ। କିନ୍ତୁ ସେ ବ୍ୟକ୍ତି ଅଟକିଲେ ନାହିଁ। ସେ ଆଗକୁ ବଢ଼ିଲେ ଏବଂ ଶେଷରେ ସେହି ବିପଦଜନକ ପାହାଡ଼ର ଶିଖରରେ ପହଞ୍ଚିଗଲେ। ଜାଣନ୍ତି କାହିଁକି? କାରଣ ସେ ବ୍ୟକ୍ତି ବଧିର, କାଲା ଥିଲେ। ଲୋକମାନଙ୍କର ଚିତ୍କାର କରୁଥିବା ଦେଖି ସେ ଭାବୁଥିଲେ ଯେ ସମସ୍ତେ ତାଙ୍କୁ ଉତ୍ସାହ ଦେଉଛନ୍ତି। ତେଣୁ ଯଦି ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଅଛି, ତେବେ ନକାରାତ୍ମକ ଲୋକମାନଙ୍କ ପ୍ରତି ବଧିର ହୋଇଯାଆନ୍ତୁ। କାରଣ ଅଧିକାଂଶ ଲୋକଙ୍କ କଥା ମନୋବଳ ଭାଙ୍ଗି ଦେବା ଭଳି ହୋଇଥାଏ। ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ମଝିରେ ଅନ୍ୟମାନଙ୍କର ସନ୍ଦେହକୁ ଆସିବାକୁ ଦିଅନ୍ତୁ ନାହିଁ। କାରଣ ଲୋକମାନେ ଆପଣଙ୍କର ଯୋଗ୍ୟତାକୁ ମଧ୍ୟ ନିଜ ଅସଫଳତାର ଚଷମାରେ ମାପିଥାନ୍ତି। ପୁତ୍ରୀ ଦ୍ୱାରା ହିଁ ମୁକ୍ତିର ମାର୍ଗ ଖୋଲିଥାଏ। ପୁତ୍ରୀର ମହତ୍ଵ ଶାସ୍ତ୍ର କହେ, 3 ଜଣ କନ୍ୟାଙ୍କର ପାଳନ ପୋଷଣ ଏବଂ ବିବାହ କରାଉଥିବା ମାତା ପିତାଙ୍କୁ ନର୍କ ମିଳିନଥାଏ। ପୁତ୍ରୀର ପୁତ୍ର ନାତି ମଧ୍ୟ ସେତିକି ପୁଣ୍ୟ ଦେଇଥାଏ। ଜଣେ ପୁତ୍ରର ପୁତ୍ର ନାତି ଯେତିକି ଦେଇଥାଏ, କନ୍ୟାଦାନ ଏତେ ମହାନ ଯେ ଏହା ବିନା ମୋକ୍ଷ ମଧ୍ୟ ଅଧୁରା ବୋଲି ମନାଯାଇଛି। ପିତୃପୁରୁଷଙ୍କୁ ତୃପ୍ତ କରିବାରେ ନାତିର ବିଶେଷ ମହତ୍ଵ କୁହାଯାଇଛି। ଶ୍ରାଦ୍ଧରେ ଯଦି ଜ୍ୱାଇଁ, ନାତି, ଭଉଣୀ ଆଦିଙ୍କୁ ଡକା ନଯାଏ, ତେବେ ପିତୃପୁରୁଷମାନେ ତର୍ପଣ ସ୍ୱୀକାର କରନ୍ତି ନାହିଁ। ସନ୍ଦେଶ ସ୍ପଷ୍ଟ ଅଟେ। ପୁତ୍ରୀ ବୋଝ ନୁହେଁ, ବଂଶ, ଧର୍ମ ଏବଂ ମୋକ୍ଷର ସେତୁ ଅଟେ। ଜୟ ଶ୍ରୀ ଜଗନ୍ନାଥ।